हाय फ्रेंड्स देन ଏଇ କିଛି ଦିନ ହବ ମୁଁ ଆସିଥିଲି ଗଛ ଲଗେଇବା ପାଇଁ ଛାତ ଉପରେ ଦେନ୍ ଗଛ ମାନେ ଫୁଲ ଗଛ କିଛି ବି ଦେନ୍ ଏତେ ଜୋରସେ ଖରା ହେଉଛି ତ ଭାବୁଥିଲି ଗଛ ବଞ୍ଚିବ କି ନାହିଁ କ'ଣ କରିବ କ'ଣ କରିବା ତ କିଛି ଦିନ ହବ ଏଇ ହବ ଆସିଥିଲି ମାନେ ଛାତ ଉପରେ ଗଛ ଲଗେଇଥିଲି ଦେନ୍ ଏବେ ଯଦି ମୁଁ କହିବି ଏଠିକାର ମାନେ ଭୁବନେଶ୍ୱର ଟେମ୍ପରେଚର ଯଦି ମୁଁ ଏଇନା କହିବି ଦେନ୍ ପାଦ ଯଦି ତଳେ ରଖିବି ପାଦ ଜଳି ଯାଉଛି ଦେନ୍ ମାନେ ଟୋଟାଲ କହିବାକୁ ଗଲେ ଏଠି 44 ଆରାଉଣ୍ଡ ଟେମ୍ପରେଚର 44 ଟେମ୍ପରେଚର ଅଛି 40 45 ଭିତରେ ହଉ ବହୁତ ହି ଗରମ ଦେନ୍ ଦେଖୁଛି ଆମେ ପାଣି ବି ଦବାକୁ ଆସିଛୁ ସେ ଫୁଲ ଗଛରେ ଦେନ୍ ଦେଖିପାରିବେ ଆଉ ଏଠି ପାଦ ଜଳି ଯାଉଛି ଗାଇସ୍ ଓକେ ୱାଓ ଗୋଟେ ମସ୍ତ ରେଜଲ୍ଟ ମିଳିଛି ଆମକୁ ଦେଖିବେ ଗାଇସ୍ ଆପଣ ଦେଖିପାରୁଥିବେ ଏତେ ଯେତେ ଯୋଉ ଆପଣ ଗଛ ଦେଖୁଛନ୍ତି ଫୁଲ ଗଛ ଦେଖୁଛନ୍ତି ମାମା ଲଗେଇଛନ୍ତି ଆ ଭିତରୁ ମୋର ଗୋଟାଏ ଅଛି ଏଠି ଗୋଟେ ଛୋଟ ବାଲା ଏସବୁ ଫୁଲ ଗଛରେ ପାଣି ଆମେ ସନ୍ଧ୍ୟାବେଳେ ଦେବା ହୁଏ ତ ଏଇଟାକୁ ଏବେ ଲଗା ହେଇଛି ତ ଟିକେ ପ୍ରପର କେୟାର ନେବା ପାଇଁ ମୁଁ ଏଥିରେ ଟାଇମ୍ ଟୁ ଟାଇମ୍ ପାଣି ପକାଉଛି ଏଗୁଡ଼ା ତ ସବୁ ବଢ଼ିଗଲାଣି ଏସବୁ ଯାକ ମାନେ ଠିକ୍ ଠାକ୍ ଅଛି ଦେନ୍ ଏଠି ଦେଖିବାକୁ ଗଲେ ମୁଁ ଏଇଟା ଲଗେଇଛି ତ ଏଠି ଗୋଟେ କିଛି ଦିନ ତଳେ ଲଗେଇଥିଲି କିଛି ଦିନ ମାନେ ହବ ଗୋଟେ ଆଉ 10 ରୁ 15 ଡେଜ୍ ଭିତରେ ଦେନ୍ ଏଠି ଦେଖନ୍ତୁ ଗୋଟେ ଫୁଲ ଏଠି ଦେଖାଯାଉଛି ଗୋଟେ ବଢ଼ିଆ ସା ଫୁଲ ଦେଖାଯାଉଛି କିଛି କଢ଼ ବି ଦେଖାଯାଉଛି କିଛି ଦିନ ଭିତରେ ମାନେ ଫୁଲ ହେଇଯିବ ଆଉ ଏଠି ଆଉ ଗୋଟେ ଏଠି ବି କିଛି କଢ଼ ବାହାରିଛି ଏଠି ବହୁତ ଦିନ ଭିତରେ ଫୁଲ ହେଇଯିବ ମାଟି ବି ଟିକେ ଓଦା ଓଦା ଅଛି ଅଳ୍ପ ପାଣି ଦେଇଦେବା ଆଉ ଏଠି ବି ଗୋଟେ ଛୋଟ ବାହାରିଛି ଏଠି ଆମେ ଗୋଟେ ମଞ୍ଜି ପୋତିଥିଲେ ତ ଏଠି ଗୋଟେ ଗଛ ଭଳିଆ ବାହାରିଛି ଆଉ ଏଇଟା ତ ଆମେ ଡାଇରେକ୍ଟ ଗୋଲାପ ମାନେ ଇଏ ଉପରୁ କଟ୍ କରାଇକି ଲଗା ହେଇଛି ଦେନ୍ ଏଇଟା ବି ହେଇଯିବ ଓକେ ଦେନ୍ ଆମେ ଆସୁଛି ତୁଳସୀ ଗଛ ଅଛନ୍ତି ଦେଖନ୍ତୁ ଭଲସେ ମାମା ଲଗେଇଛନ୍ତି ଏପଟେ ଏଇଟା ଗୋଟାଏ ମୋର ଛୋଟ ଡ୍ରମ୍ ନୁହେଁ ମାନେ ଗୋଟେ ବକେଟ୍ ଭଳିଆ ଦେନ୍ ଆ ଦେହରେ ଆମେ ରଖିଛୁ ଦେନ୍ ଏବେ ଆ ଦେହରେ ଟିକେ ପାଣି ଦେଇଦେବା ଆଉ ଯିବା କାରଣ ଠିଆ ହି ହେଉନି ଗାଇସ୍ ପୁରା ମାନେ ଏତେ ଗରମ ଲାଗୁଛି ନା ଗୋଡ଼ ଭାଇ ସା ଓକେ ଦେନ୍ ଦେଖନ୍ତୁ ଗେଣ୍ଡୁ ଗଛ ବି ଏଇଟା ଗେଣ୍ଡୁ ଗଛ ବି ଲଗେଇଥିଲୁ ଏଇଟା ଏଇଗୋଟା ବୋଧେ ଗେଣ୍ଡୁ ଗଛ ଶୁଖିଗଲାଣି ଚଳିବ ସେଇଟା ହେଇଯିବ ନେକ୍ସଟ ଟାଇମ୍ ଏଇଟା ହେଇଯିବ ଶୁଖିଗଲାଣି ହେଲେ ବି ହେଇଯିବ ସେଇଟା ଦେନ୍ ଯେଉଁଟା ଗୋଟେ ଭଲ ଫୁଲଟା ଆଜି ଫୁଟିଛି ମୁଁ ଏବେ ସାଙ୍ଗେ ସାଙ୍ଗେ ଦେଖିଲି ଫୁଲଟା ଫୁଟିଛି ମୋତେ ବହୁତ ଖୁସି ଲାଗିଲା ଏଇଟା ଦେଖିଲା ମୁଁ ଦେନ୍ ପାଣି ପକାଇଦେବା ପାଣି ଦେଇଦେବା ତ ଯେତେ ଯାହା ହେଲେ ବି ମାନେ ବହୁତ ଖୁସି ଲାଗିଲା ଦେଖିକି କି ଏମିତି ବହୁତ କଷ୍ଟ ପରେ ଗୋଟେ ଫୁଲ ଯଦି ଫୁଟିବ ଆଉ ପୁଣି ମାଟି ଆଣିକି ଛାତ ଉପରେ ତଳୁ ଆଣିକି ଛାତ ଉପରେ ଦିତାଲା ଉପରେ ଆଣି ଲଗେଇକି ବହୁତ ଖୁସି ଲାଗିଲା ଦେଖିକି କି ଏମିତି ମାନେ ଟୋଟାଲ ବହୁତ ଭଲ ଲାଗିଲା ଏମିତି ଗଛଟା ଗୋଟେ ହେଇଛି ଫୁଲଟାକୁ ଦେଖିକି ମୋତେ ବହୁତ ଖୁସି ଲାଗିଲା ଫାର୍ଷ୍ଟ କଥା ତ ଏତେ ଦିନ ହେଇଗଲା ମୋତେ ଲାଗୁନଥିଲା ଏତେ ଖରାରେ ମାନେ କିଛି ବି ଗଛ ବି ସର୍ଭାଇଭ୍ କରିପାରିବେ ପ୍ରପର କେୟାର ଆଉ ପ୍ରପରଲି ସବୁ କେୟାର ନେଇସାରିଲା ପରେ ଏତିକି ପାଣି ହେଇଯିବ ଗାଇସ୍ ମୋତେ ଲାଗୁଛି କାହିଁକିନା ଆଗରୁ ବି ମାଟି ଓଦା ଥିଲା ଆଉ ଏତେ ଖରା ବି ହେଉଛି ତ ଜଷ୍ଟ ଟିକେ ନାକୁ ଆଉ ପକାଇଦେବା ଓକେ ବେଶୀ ପାଣି ପକାଇଲେ ବି ଖରାପ ନା ଏତିକି ଥାଉ ମାଟି ଆଗରୁ ବି ଓଦା ଥିଲା ଦେନ୍ ଏଇଟାକୁ ଦେଖୁଛି ଏଇଟାକୁ ଏଇ ଗଛରେ ପକାଇ ଦେଉଛି ଏଇଟା ଶୁଖିଲା ଲାଗୁଥିଲା ଦେନ୍ ଏଠି ବି ଅଳ୍ପ ପକାଇଦେବା ତୁଳସୀ ଗଛ ବି ଭାଇ ବହୁତ ସାରା ତୁଳସୀ ଗଛ ଅଛି ସେମିତିରେ ବି କିଛି ନାହିଁ ଦେନ୍ ଏଇ ଗଛଟା ବହୁତ ଭଲସେ ଫୁଟିଛି ମୋତେ ବହୁତ ଭଲ ଲାଗିଲା ଦେଖିକି ଗାଇସ୍ ଦେନ୍ ଏତେ ଖରାରେ ବି ଏତେ ସବୁ ଯାକ ଗଛ ପ୍ରପରଲି କେୟାର ନେଇଛନ୍ତି ମାମା କେତେ ଭଲସେ କେୟାର ନେଇଛନ୍ତି ଦେଖନ୍ତୁ ଏଇଟା ଦେଖନ୍ତୁ ବହୁତ ଭଲ ଲାଗୁଛି ପିଙ୍କ କଲର୍ଟା ଏଇଟା ରେଡ୍ କଲର୍ ଆଉ ଏଇଟା ଜାଣି କ'ଣ ମୁଁ ବୁଝିପାରୁନି କେଉଁ ଗଛଟା କମେଣ୍ଟ କରିଦେବେ ଦେନ୍ ଗେଣ୍ଡୁ କିଛି ହେଇନାହିଁ ଗୋଲାପ ଫୁଲ ବି ସବୁ ଶୁଖିଗଲାଣି ପାଦ ପୁରା ଜଳି ଯାଉଛି ଏତେ ଖରାରେ ଗଛ ବି ଠିକ୍ ଅଛି ପ୍ରପର ଫଟୋସିନ୍ଥେସିସ୍ କରିବା ପାଇଁ ତାଙ୍କୁ ଦରକାର ପାଣି ଆଉ ଠିକ୍ ସନଲାଇଟ୍ ଆଉ ଏଇ ସନଲାଇଟ୍ରେ ତ ଗୋଡ଼ ଭାଇସା ଜଳିଯିବ ଗଛ ପୁରା ଠିକ୍ ଅଛି ଆଉ ମୋତେ ବି ଲାଗୁଛି ପ୍ରପରଲି ସର୍ଭାଇଭ୍ କରିବ ଦେନ୍ ଏଇଟା ତ ବ୍ରାଞ୍ଚରୁ କଟା ହେଇଛି ଏ ଗଛ ଏଇ ତିନିଟା ଗଛ ବ୍ରାଞ୍ଚରୁ କଟା ହେଇଛି ଆଉ ଆଦେହରେ ବି କିଛି ପତ୍ର ବାହାରିଲାଣି ଦେଖନ୍ତୁ କିଛି ନା କିଛି ପତ୍ର ବାହାରିଲାଣି ତ ଏଇଟା ବି ସର୍ଭାଇଭ୍ କରିଯିବ ମୋତେ ଏତିକି ଲାଗୁଛି ଏଇଟା ବି ସର୍ଭାଇଭ୍ କରିଯିବ ଦେନ୍ ବାକି ରହିଲା ଆମର ଏଇ ଯେଉଁ ଗୋଲାପ ଗଛଟା ଆଉ ଏଇଟା ଗୋଟେ ଗେଣ୍ଡୁ ଗଛ ଏ ଦୁଇଟା ମୋ ଉପରେ ଟିକେ ନାକୁ ଡାଉଟ୍ ଅଛି କିନ୍ତୁ ଏଇଟା ସର୍ଭାଇଭ୍ କରିଯିବ କାହିଁକିନା
କିଛି ପତ୍ର କଅଁଳିଲାଣି ମୋତେ କାହିଁ ଲାଗୁଛି ଯଦି ହବ ତ ଏଇଟା ବାହାରିଯିବ। ଦେନ୍ ଏଇଟା ତ ଫୁଲ ଫୁଟିଲାଣି, ମୋତେ ବହୁତ ଭଲ ଲାଗିଲା କି ଫୁଲଟା ଫୁଟିଛି ଦେଖିକି। ମୋତେ ମାନେ ଟୋଟାଲି ମାନେ ଉପରେ ଭରସା ନଥିଲା, ଟୋଟାଲି ବିଲିଭ୍ ବି ନଥିଲା କି ମାନେ ଦିନର 44 ଡିଗ୍ରୀ ସେଲସିୟସ୍ ମାନେ 45 ଭିତରେ ଏମିତି ଆସୁଛି ଟେମ୍ପରେଚର। ଦେନ୍ ଏଇ ଗଛଟା ସର୍ଭାଇଭ୍ ମାନେ ଫୁଲ ଗଛଟା ସର୍ଭାଇଭ୍ କରିପାରିବେ। ଯାହା ହଉ କରିଯାଇଛି, ଗୋଟେ ଫୁଲଟା ଫୁଟିଛି, ମୋତେ ଆହୁରି ବହୁତ ଭଲ ଲାଗିଲା। ଏ ଫୁଲଟା ମାନେ ଭଲସେ ଫୁଟି ସାରିଲା ପରେ ମୁଁ ଆଉ ଗୋଟେ ଭିଡ଼ିଓ କରିଦେବି, ସେଟା ଆପଣ ଦେଖିବେ, ବହୁତ ଭଲ ଲାଗିବ। ୱାଓ ୟାର, ମାନେ ଖାଲି ଯଦି ଏଇଟା ଆଉ ଏଇଟା, ଏଇ ଦୁଇଟା ଗଛ, ଗୋଟେ ଗୋଲାପ ଗଛ ଆଉ ଗୋଟେ ଏଇ ଗେଣ୍ଡୁ ଗଛଟା, ଏଇ ଦୁଇଟା ଗଛ ଯଦି ଭଲସେ ମାନେ ହେଇଗଲେ ଦେନ୍ ବହୁତ ଭଲ ଲାଗିବ। ଦେନ୍ ବହୁତ ଝାଳ ବି ବୋହିଲାଣି। ଦେନ୍ ଯିବା, ବେଶୀ ଏଇ ଖରାରେ ରହିବା କଥା ବି ନୁହେଁ। ଆପଣଙ୍କୁ ବି ଅନୁରୋଧ, ବହୁତ ଜୋରସେ ଖରା ହେଉଛି। ଦେନ୍ ଭୁବନେଶ୍ୱରରେ ଯେଉଁମାନେ ରହୁଛନ୍ତି କି ଆଉ କେଉଁ ଜାଗାରେ ରହୁଛନ୍ତି ଯେଉଁ ଜାଗାରେ ବେଶୀରୁ ବେଶୀ ଟେମ୍ପରେଚର ଅଛି, ସେ ଜାଗାରେ ମାନେ ଘରୁ ବାହାରନ୍ତୁନି। ମୋର ଗୋଟେ ସାଙ୍ଗଟା ଅଛି, ସିଏ ବି ଆଜି କେଉଁଠି ମାର୍କେଟରେ ଯାଇଥିଲା, ଗଳିକି ପଡ଼ିଛି, ମୁଣ୍ଡ ବୁଲେଇଛି, ତାର ପଡ଼ିଯାଇଛି। ଦେନ୍ ଆପଣ ଯଦି ବାହାରକୁ ଯାଉଛନ୍ତି, କିଛି ଅର୍ଜେଣ୍ଟ କାମ ଅଛି, ଦେନ୍ ଏତେ ଖରାରେ ଆଭଏଡ଼ କରନ୍ତୁ। ଯେତିକି ବି ଯାଉଛନ୍ତି ତାହେଲେ ଗୋଟେ ପାଣି ବୋତଲ ଆଉ କିଛି ଧରନ୍ତୁ, ଝାଳ ବି ବୋହିଲାଣି, ଖରା ତ ବହୁତ ଜୋରସେ ହେଉଛି। ଚପଲ ଥାଏ କି? ଏଠି ଚପଲ ଅଛି? ହଁ ୟାର ଚପଲ ଅଛି, ମୁଁ ସେମିତି ଖାଲି ପାଦରେ ବୁଲୁଥିଲି, ପାଦ ବି ପୋଡ଼ି ଯାଉଥିଲା। ଦେନ୍ ଏଠି ଦେଖିଲା କ'ଣ ଗୋଲାପ ଗଛ, ଦେଖନ୍ତୁ ଗୋଲାପ ଗଛ ବି ବହୁତ ଭଲସେ ହେଇଛି, ଦେଖୁଛି ଆପଣଙ୍କୁ। ଦେଖନ୍ତୁ ଗୋଲାପ ଗଛଟା, ଏ ଗୋଲାପ ଗଛ ଦେଖନ୍ତୁ ପୁରା ମାନେ ପୁରା ଶୁଖି ଯାଇଛି। ଦେଖିବାକୁ ଗଲେ ଦେଖନ୍ତୁ ପୁରା ହାତରେ ଛୁଁ କେମିତି ହେଇଗଲା, ଦେଖନ୍ତୁ ଏଇଟା ବି ପୁରା ଶୁଖି ଯାଇଛି। ଆପଣ ଭାବି ପାରୁଥିବେ ଖରା କେତେ ଜୋରସେ ହଉଥିବ। ଗୋଲାପ ଗଛ ବହୁତ ଶୁଖିଯାଏ। ଏଇ ଗୋଲାପ ଫୁଲ ବି ଏତେ ଖରାରେ ମାନେ ସର୍ଭାଇଭ୍ କରିପାରିବନି ଯେତିକି ଲାଗୁଛି। ଦେନ୍ ଆର ତ କିଛି କଢ଼ ହେଇଛି, ତଥାପି ଆର କଢ଼ଟା ଶୁଖି ଯାଇଛି ପ୍ରାୟ, ଫୁଲ ଗୁରାକ। ଏଇଟା ବି କିଛି ଶୁଖି ଯାଇଛି, ପତ୍ର ବି କିଛି ଶୁଖିଲା ହେଲାଣି। ଆଉ ଏଇଟା ଦେଖନ୍ତୁ, ଏଇଟା ମୋତେ ବହୁତ ଭଲ ଲାଗୁଛି କି ଗୋଟେ ଫୁଲ ଗଛଟା ଏତେ ସର୍ଭାଇଭ୍ କରିଛି। ଦେନ୍ ଠିକ୍ ଅଛି ଗାଇସ୍। ଆଉ ଆଗକୁ ଏ ଫୁଲ ଭଲସେ ଫୁଟି ସାରିଲା ପରେ, ଏଇଟା ଭଲସେ ଫୁଟି ସାରିଲା ପରେ ଦେନ୍ ଆଉ ଗୋଟେ ଭିଡ଼ିଓ ବି ବନେଇଦେବି, ଆପଣ ଦେଖିବେ କି କେତେ ସର୍ଭାଇଭ୍ କରିଛି। ଖରା ବି ବହୁତ ଜୋରସେ ହେଉଛି, ଆପଣ ମୁହଁ ଦେଖିଲେ ଜାଣିପାରିବେ ଝାଳ କେତେ ବାହାରୁଛି। ଫୁଲ ଗଛ ଦେଖନ୍ତୁ ଗାଇସ୍, ଏଗୁଡ଼ା ସବୁ ମାମା ଲଗେଇଛନ୍ତି, ଆଉ ଏଇଟା ମାମା ଲଗେଇଛନ୍ତି, ଆଉ ସେଇ ଗୋଟେ ମୋର ଲାଷ୍ଟଟା। ମୁଁ ବି ଭାବୁଛି ଆଉ କିଛି ଗୋଟେ ବଡ଼ ବାଲା ମାନେ ଗୋଟେ ଜରି ପକେଇକି ଗୋଟେ ଭଲ ଆଉ ଗୋଟେ ବଡ଼ ବାଲା କରିବା, ସେଥିରେ ବି କିଛି ଗଛ ଲାଗିବ। ଆଉ ଏମିତି କିଛି ଗଛ ଲଗେଇବାକୁ ଅଛି। ଆଉ ଗୋଟେ ଜାଗା ଅଛି ସେପଟେ, ଆଉ ଗୋଟେ ଭଲସେ ଗଛ ଲଗେଇବା, ଗୋଟେ ବଡ଼ ଗଛ ଲଗେଇ ପାରିବା। ବଡ଼ ଗଛ ଲଗା ବି ହେଇଛି, ମୁଁ କିଛି ଲଗେଇଛି ବି। ଦେନ୍ ସେଠି ବି କିଛି ଲଗେଇବା। ଆଉ ଆପଣମାନଙ୍କୁ ବି ଅନୁରୋଧ, ଏମିତିଆ ଗ୍ଲୋବାଲ୍ ୱାର୍ମିଂ ଯେତେ ହେଉଛି, ଦେନ୍ ଆପଣମାନଙ୍କୁ ବି ଅନୁରୋଧ କି ଗଛ ଲଗାନ୍ତୁ, ଯେଉଁଟାକି ଆମ ପାଇଁ ଭଲ ହେବ। ଆଉ ଗୋଟେ ଆମେ ଏଠି ରେନ୍ ୱାଟର୍ ହାର୍ଭେଷ୍ଟିଂ ପ୍ରୋଜେକ୍ଟ ବି ବନେଇଛୁ, ଆପଣଙ୍କୁ ସେଇଟା ପଛରେ ଦେଖେଇବି, ଆଉ ଗୋଟେ ନେକ୍ସଟ ଭିଡ଼ିଓରେ ଦେଖେଇବି। ଦେନ୍ ଏଇଟା ଖରା ତ ପ୍ରବଳ ଜୋରସେ ହେଉଛି, ବହୁତ ଜୋରସେ ଖରା ହେଉଛି। ଆଉ ଏବେ ମୋତେ ଏତିକି ଲାଗୁଛି କି ଏତେ ଖରାରେ ଆମକୁ ଏଠି ରହିବା କଥା ନୁହେଁ, ତଳକୁ ଯାଉଛୁ। ତ ନେକ୍ସଟ ଭିଡ଼ିଓରେ ଦେଖାହେବା। ଆଉ ଏମିତି ଦେଖେଇବି ଆପଣଙ୍କୁ କି ସେ ଯେଉଁ ଜାଗାଟା, ସେ ଯେଉଁ ମାନେ ଯେଉଁ ଗଛଟା ଲଗେଇଛୁ ଆମେ, ସେ ଯେଉଁ ମାନେ ବକେଟ୍ରେ, ତ ସେଇଟା କେତେ ଆଗକୁ ସକ୍ସେସଫୁଲ୍ ହେଉଛି, ସେଇଟା କେତେ ସର୍ଭାଇଭ୍ କରୁଛି, ସେଇଟା ଦେଖେଇବି। ଆଉ ମୋତେ ଯେତିକି ଲାଗୁଛି ଯେ ଏତେ ଖରା ସର୍ଭାଇଭ୍ କରିପାରିବନି, ବଟ୍ ପ୍ରପର୍ କେୟାର ନେବା ଦରକାର ଗଛମାନଙ୍କର। ତ ପ୍ରପର୍ କେୟାର ନେଲେ ହିଁ ସେଇଟା ଆଇ ଥିଙ୍କ ଆଗକୁ ଭଲସେ ଯିବ, ଆଗକୁ ଭଲସେ ବଢ଼ିଯିବ। ତ ଆମେ ସେଇଟା ଏମିତି ଗଛରେ ପାଣି ଦେଇଥିବା, ଦେଖିବା ଆଗକୁ ସେଇଟା ସର୍ଭାଇଭ୍ କରୁଛି କି ନାହିଁ। ସେଇଟା ଭଲସେ ଆଇ ଥିଙ୍କ କାଲି ଆଡ଼ିକି ଫୁଟିଯିବ। କାଲି ଆଡ଼ିକି ଫୁଟି ସାରିଲା ପରେ ଆଉ ଗୋଟେ ଭଲସେ ଭିଡ଼ିଓ ବନେଇଦେବି। ତ ସେଇଟା ଭଲସେ ଭିଡ଼ିଓ ବନେଇଦେଲେ ଆପଣ ଦେଖିବେ କି ସେଇଟା ସର୍ଭାଇଭ୍ କରିପାରୁଛି କି ନାହିଁ। ତ ନେକ୍ସଟ ଭିଡ଼ିଓ ଦେଖାହେବା। ଏବେ ବାଏ ବାଏ।